ଦଳ ଯିଏ ନାହିଁ ସେ ଗଢ଼ିପାରିବ। ଦଳ ରେଜିଷ୍ଟ୍ରେସନ ହେଇନି, ତେବେ ସାମ୍ବାଦିକମାନେ ଦଳ କାହିଁ କରିବେ? ସାମ୍ବାଦିକ ଯଦି ରାଜନୀତି କରିବାକୁ ଦଳ କରୁଛନ୍ତି, ଓଡ଼ିଶାରେ ବହୁତ ଦଳ ଫ୍ଲପ୍ ହେଇଯାଇଛି। ବିଜୟ ମହାପାତ୍ର ଦଳ ଫ୍ଲପ୍ ହେଇଛି, ନନ୍ଦିନୀ ଶତପଥୀଙ୍କ ଦଳ ଫ୍ଲପ୍ ହେଇଛି, ସୌମ୍ୟ ପଟ୍ଟନାୟକ ଦଳ ଫ୍ଲପ୍ ହେଇଛି। ତ ଇଏ କିଏ କିଏ କରୁଛନ୍ତି ଦଳ ମୁଁ ଜାଣିନି। ସୁଧାଂଶୁ, ସୁନୀଲ ଇତ୍ୟାଦି ପକେଟ୍ ନ୍ୟୁଜ୍, ହଁ ସେ ତ ଲେଖିଛି ଗୋଟେ ରାହୁଲ ଗାନ୍ଧୀଙ୍କ ଉପରେ ବହି। ତେଣୁ ସିଏ କ'ଣ କରୁଛି ମୁଁ କିଛି ଜାଣିପାରୁନି। ସେ କ'ଣ ଦଳ କିନ୍ତୁ ହଠାତ୍ କ'ଣ ରାଜନୀତି କରୁଛି? କରିପାରନ୍ତି, ବିଜେଡି ବି ଟିମ୍ କରନ୍ତୁ, ସି ଟିମ୍ କରନ୍ତୁ, ସିଏ କାହିଁ କରୁଛନ୍ତି ମୁଁ କିଛି ବୁଝିପାରୁନି। କିଛି ନାହିଁ, ଭବିଷ୍ୟତ କିଛି ନାହିଁ। ଭବିଷ୍ୟତ ଆଞ୍ଚଳିକ ଦଳ, ନବୀନ ବାବୁଙ୍କ ଦଳ, ଆଞ୍ଚଳିକ ଦଳ ଯଦି ଦୁର୍ବଳ ହେଇଯାଏ, ଓଡ଼ିଶାରେ ଆଗରୁ ଏଇଟା ମେଲ୍ଟିଂ ପ୍ଲେଟ୍ ଅଫ୍ ମେନି ରିଜନାଲ ପାର୍ଟିସ୍ ଫର୍ମ ବାଇ ସୌମ୍ୟ ପଟ୍ଟନାୟକ, ବିଜୟ ମହାପାତ୍ର, ଏମିତି ଯେଉଁମାନେ କରୁଛନ୍ତି ସେ ଫ୍ଲପ୍ ହେଇଯାଇଛି। ତ କଥା ହେଉଛି ବର୍ତ୍ତମାନ ସେ ଆଉ ଗୋଟେ ଦଳ କରିବେ, ଦଳକୁ ତା ଭାଗ୍ୟରେ ରେଜିଷ୍ଟ୍ରେସନ କରିବେ, ଦଳକୁ ସଂଗଠିତ କରିବେ। ସେ ହୁଏତ କାହା ସହିତ କାହା ପରାମର୍ଶରେ କରୁଥିବେ, ସେ ଜାଣିଛନ୍ତି। ଆଇ ଡୋ ନଟ୍ ନୋ।